ସେ ଭଗବାନ ସେବା ପାଇଁ ସେ ଜଣଙ୍କୁ ପିଲା ଖୋଜୁଥିଲେ, ଜଣଙ୍କୁ କହିଲା ମୋର ଡିଭୋଟି ଜଣଙ୍କୁ, ସେ ପ୍ରଭୁଜୀ ମତେ ଯେହେତୁ ତାଙ୍କ କଣ୍ଟାକ୍ଟ ଚିହ୍ନା ଥିଲା, ସିଏ ମତେ ସେବା ପାଇଁ ଏଠିକି କହିଲେ, ପଠେଇଲେ ଯେ ଯାଅ ସେ ତମର ଗାଇଡ କରିବେ, ସପୋର୍ଟ କରିବେ, ଯେହେତୁ ସେ ଜଣେ ସନ୍ନ୍ୟାସ ଦଣ୍ଡ ବି ନେଇଛନ୍ତି, ସନ୍ନ୍ୟାସ ବି ନେଇଛନ୍ତି। ମୁଁ ସେଇ ବିଶ୍ୱାସରେ ଆସିଥିଲି ଏଠି ଯୋଉ ଭଗବାନ ସେବା ପାଇଁ। ମୁଁ ଭଗବାନ ସେବା ବଦଳରେ ଆସିବା 2 ଦିନ ହେଇନି ନା, ଦେଖନ୍ତୁ ମୁଁ ମୋବାଇଲ ଚଲେଇ ଚଲେଇ ଶୋଉ ନିଦ ଲାଗିଯାଇଛି। ସେ ରୁମ କୁ ଯାଇଛନ୍ତି କବାଟ ଲଗେଇ ଦେଇକି ମୋ ସହିତ ସେ ଯୋଉ ବାବାଜୀ, ତାଙ୍କ ନାଁ ହେଲା ମଦନ। କଣ ଆପଣଙ୍କ ସହିତ ଜୋର ଜବରଦସ୍ତ ଫାଷ୍ଟ ମତେ ଟଚ୍ କଲେ, ପଚାରିଲେ କଣ ଖାଇଛ କି ନାଇଁ, ଆଉ ବ୍ୟାଙ୍କ କାମ ସରିଲା କି ମତେ ଏମିତି କହିଲେ। ମୁଁ କହିଲି ବ୍ୟାଙ୍କ କାମ ମୋର ସରିଲା, ଆଉ ନା ଖାଇଛ? ମୁଁ କହିଲି ନା ମୁଁ ଖାଇନି, ମୁଁ ଟିକେ ଆସିକି ଥକି ଯାଇଥିଲି ଆଉ ରେଷ୍ଟ କରୁଥିଲି, ହଁ ଯିବି ଖାଇବି ଏମିତି କହିକି, ତାପରେ ସେ କହିଲେ ଯେ ଥକି ଯାଇଛ କହିକି ନା, ଆଉ ମୁଁ ତମର ସେବା କରିଦେବି କହିକି ଜବରଦସ୍ତ ମୋ ଗୋଡରେ ଆଗେ ଫାଷ୍ଟ ହାତ ମାରିବାକୁ ଲାଗିଲେ। ମୋ ଗୋଡକୁ କହିଲି ଦେଖ ମୁଁ ତମ ଗୋଡ ଚିପି ଦେବି ଆଉ ତମକୁ ଯୋଉ ଇଏ କରିବି। ମୁଁ କହିଲି ନା ନା, ଆପଣ ଗୋଟେ ସାଧୁ ହେଇକି ସନ୍ନ୍ୟାସ ହେଇକି ଆଉ ମୋ ଗୋଡ କେମିତି ହାତ ମାରିଛନ୍ତି, ମତେ ଅପରାଧ ଲାଗେ, ଏମିତି କଣ କରୁଛନ୍ତି? ମୁଁ ତାଙ୍କୁ ଅପସ୍କାର ଭିତରେ ସେ ମାନୁନାହାନ୍ତି, ଜବରଦସ୍ତ ଗୋଡ ଚିପିବା ଭିତରେ ମତେ ମୋ ବଡିର ପୁରା ପାର୍ଟରେ ସବୁ ଟଚ୍ କରୁଛନ୍ତି। ମତେ ଏମିତିକି କିସ୍ କରିବା, ଚୁମ୍ବନ କରିବା, ଏଗୁଡା ସବୁ ଜବରଦସ୍ତ ମତେ ବଳପୂର୍ବକ କଲେ। କରିବା ଭିତରେ ମତେ ବି ଜନ ସମ୍ପର୍କ ରଖିବା ପାଇଁ ଫିଜିକାଲି ମୋ ସହିତ ମତେ କଲେ ବି ଜବରଦସ୍ତ ମତେ ପୁରା, ଯେହେତୁ ମୋର ସ୍ତ୍ରୀ ଲୋକ ମୋ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଯେଉଁ ଭିଡ଼ିଓ ରହିଅଛି ସେ ଭିତରେ ଏକ ଖାସ୍ ମେସେଜ୍ ମୁଁ ଆପଣମାନଙ୍କ ନିମନ୍ତେ ମୁଁ ରଖିଅଛି। ଏଇ ଯେଉଁ ଭିଡ଼ିଓ କ୍ଲିପ୍ ତ ଆପଣମାନେ ଦେଖିଲେ, ଏବଂ এই ଭିଡ଼ିଓ କ୍ଲିପ୍ ଦେଖିଲା ପରେ ଆପଣ ନିଶ୍ଚିନ୍ତ ଜାଣିଯାଇଥିବେ ଯେ ସନାତନୀ ଧର୍ମର ଯେଉଁ ବାବାମାନେ ଅଛନ୍ତି ସେମାନେ କେଡ଼େ ସାଂଘାତିକ ଏବଂ ସେମାନଙ୍କର ଚରିତ୍ର ମାନେ କେମିତି, ଆଉ ସେମାନଙ୍କର ଚରିତ୍ର କଥା କୁହନ୍ତୁ ନା ଆଜ୍ଞା, ମୁଁ ଆଉ ବର୍ଣ୍ଣନା କରିପାରିବି ନାହିଁ। ଆଉ ଆପଣ ଏଇ ଭିଡ଼ିଓ କ୍ଲିପ୍ ଦେଖିକି ଆପଣ ନିହାତି ଜାଣିସାରିଥିବେ। ତେବେ ପ୍ରିୟ ବନ୍ଧୁଗଣ, ଭିଡ଼ିଓ ତିଆରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଖ୍ରୀଷ୍ଟିଆନମାନଙ୍କୁ ଦୋଷ ଦିଅନ୍ତି, ପ୍ରଭୁ ଯୀଶୁଙ୍କର ଲୋକମାନଙ୍କୁ ଦୋଷ ଦିଅନ୍ତି ଯେ ଦେଖ 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 ତୁମ ଧର୍ମରେ ଏମିତି ହେଉଛି, ତୁମ ଧର୍ମରେ ସେମିତି ହେଉଛି। ଆପଣ ଜାଣିଥିବେ କିଛି ଦିନ ତଳେ ବଜେନ୍ଦ୍ର ସିଂଙ୍କୁ ଆରେଷ୍ଟ କରାଗଲା। କେଉଁ କେସ୍ରେ? ବଳାତ୍କାର କେସ୍ରେ। ଆଉ ସେ ଭିଡ଼ିଓଟି ମଧ୍ୟ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା। ମାନେ ଅନେକ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ, ମାନେ ଆପଣ ବିଶ୍ୱାସ କରିବେନି, ପ୍ରାୟ 1 ମାସ ପର୍ଯ୍ୟନ୍ତ ପୁରା ସେ ଗୋଟେ ନ୍ୟୁଜ୍ ଚାଲିଲା ଯେ ଦେଖ ବଜେନ୍ଦ୍ର ସିଂ ଜଣେ ବଳାତ୍କାରୀ। ବଳାତ୍କାର କେସ୍ରେ ଦେଖ ବଜେନ୍ଦ୍ର ସିଂଙ୍କୁ ହେଲା ଆଜୀବନ କାରାଦଣ୍ଡ। ହିନ୍ଦୀରେ ଥିଲା, ହିନ୍ଦୀକୁ ଦେଖିକି ଆମର ଓଡ଼ିଆ ରିପୋର୍ଟରମାନେ ଯେଉଁମାନଙ୍କର ନ୍ୟୁଜ୍ ଚ୍ୟାନେଲ୍ ଅଛି ସେମାନେ ବି ତାଙ୍କ ଚ୍ୟାନେଲରେ ନ୍ୟୁଜ୍ ଚଳାଇଲେ, ଦେଖ ଏମିତି ସେମିତି। ଆଉ ସେଇ ଭିଡ଼ିଓ ଦେଖେଇକି ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଉଲ୍ଟା ସିଧା କମେଣ୍ଟ କରିଥିଲେ, ଦେଖ ଦେଖ ତୁମର ଯେଉଁ ପାଷ୍ଟରମାନେ ଏମିତି ସେମିତି। ଆଉ ଅନେକ ଖ୍ରୀଷ୍ଟିଆନ ବିରୋଧୀ ୟୁଟ୍ୟୁବର ମାନେ ଅଛନ୍ତି ଯେଉଁମାନେ କି ଭିଡ଼ିଓ ମଧ୍ୟ ତିଆରି କରିଦେଲେ, ଦେଖ 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 ଖ୍ରୀଷ୍ଟିଆନ ଧର୍ମରେ ଏମିତି ହୁଏ। ଆଉ ଆମେ ତ ଏଟାକୁ ଧର୍ମ ବୋଲି ଆମେ ଧରୁନୁ, ମାନେ ଖ୍ରୀଷ୍ଟିଆନ ହେଉଛି ଏକ ବିଶ୍ୱାସ, ଏକ ଆସ୍ଥା, ଏଇଟା କୌଣସି ଏକ ଧର୍ମ ନୁହେଁ। ଆଉ ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଖାଲି ଧର୍ମ ହେଇ ବୁଲୁଛନ୍ତି ନା, ଆଉ ସେମାନେ କହିବେ ଯେ ହଁ ଖ୍ରୀଷ୍ଟିଆନ ହେଉଛି ଏକ ଗୋଟେ ଧର୍ମ। ତେବେ ପ୍ରିୟ ବନ୍ଧୁଗଣ, ସେ ଯାହା ହେଉନା କାହିଁକି, ଯେତେବେଳେ ଆମର ଖ୍ରୀଷ୍ଟିଆନିଟି ଭିତରେ ଏଇସବୁ ମାମଲା ଯେତେବେଳେ ଚାଲିଥିଲା, ଏଇସବୁ ଘଟଣା ଯେତେବେଳେ ଚାଲିଥିଲା, ସେତେବେଳେ ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ଉଲ୍ଟା ସିଧା କମେଣ୍ଟ କଲେ। ଏମାନଙ୍କର କହିବାର ଅର୍ଥ ହେଉଛି ଯେ ଜଣେ ଖ୍ରୀଷ୍ଟିଆନ ଖରାପ ମାନେ ସମସ୍ତେ ବି ଖରାପ ହେଇଥିବେ। ଯେମିତି ଗୋଟେ ମେଣ୍ଢା ଯଦି କୁଆଡ଼େ ଗଲା, ଯେମିତି ଅନ୍ୟ ମେଣ୍ଢା ସବୁ ତା ପଛରେ ଯାଆନ୍ତି, ଏମାନେ ଭାବୁଥିବେ ବୋଧେ ଖ୍ରୀଷ୍ଟିଆନ ଲୋକମାନେ ସେମିତି ହେଇଥିବେ, ଜଣେ ଖରାପ ମାନେ ସମସ୍ତେ ଖରାପ ହେଇଥିବେ। ବର୍ତ୍ତମାନ ତ ଆପଣ ଦେଖନ୍ତୁ, ହିନ୍ଦୁ ବାବା, ଏଠାରେ ହିନ୍ଦୁ ବାବା ଜଣକ, ଏଇ ଭିଡ଼ିଓରୁ ଆପଣ ଜାଣିପାରୁଥିବେ ହିନ୍ଦୁ ବାବା ଜଣକ ସେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ। ଆଉ ଏଇଟା କେବଳ ଆଜିର ଘଟଣା ନୁହେଁ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ମାନେ ବହୁତ
ବହୁତ ଦିନରୁ ଏଇଭଳି ଘଟଣା ସବୁ ହେଇ ଆସୁଛି। ମନ୍ଦିର ମଧ୍ୟରେ ବଳାତ୍କାର, ହିନ୍ଦୁ ଆଶ୍ରମ ଭିତରେ ନାବାଳିକାକୁ ବଳାତ୍କାର, ଏଇଭଳି ଅନେକ ପ୍ରକାର ମାନେ ସାଂଘାତିକ ନ୍ୟୁଜ୍ ଗୁଡ଼ିକ ଅଛି। ବର୍ତ୍ତମାନ ବି ୟୁଟ୍ୟୁବରେ ଅଛି, ଆପଣ ସର୍ଚ୍ଚ କରିକି ଆପଣ ଦେଖିପାରିବେ। ମୁଁ ଯେଉଁ ଦୁଇଟା ଟାଇଟେଲ୍ କହିଲି ଆପଣ ସର୍ଚ୍ଚ କରିବେ ଯେ ଗୋଟିଏ ବିଷୟ ହେଉଛି ମନ୍ଦିରର ବଳାତ୍କାର, ଦ୍ୱିତୀୟ ବିଷୟ ହେଉଛି ଯେ ହିନ୍ଦୁ ଆଶ୍ରମରେ ନାବାଳିକାକୁ ବଳାତ୍କାର। ଆପଣ ସର୍ଚ୍ଚ ମାରନ୍ତୁ, ଇଂରାଜୀରେ ସର୍ଚ୍ଚ ମାରିବେ, ଆପଣଙ୍କ ସାମ୍ନାକୁ ସେଇ ଭିଡ଼ିଓ ଗୁଡ଼ିକ ଆସିଯିବ। ସେ ଭିଡ଼ିଓ କ୍ଲିପ୍ ଗୁଡ଼ିକ ମୁଁ ନେବା ପାଇଁ ଚାହୁଁନାହିଁ, କିମ୍ବା ସେଇ ବିଷୟରେ ମୁଁ ଆହୁରି ଅଧିକ ଏକ୍ସପ୍ଲେନ୍ କରିବା ପାଇଁ ଚାହୁଁନାହିଁ। କିନ୍ତୁ ଆଜିର ଯେଉଁ ଭିଡ଼ିଓ ରହିଅଛି, ଖାସ୍ କରିକି ଏଇ ଯେଉଁ ବାବା ଜଣକ ଅଛନ୍ତି, ଆଉ ଆପଣ ଯେଉଁ ଦେଖିଲେ ଫଟୋରେ ଯେଉଁ ବାବାକୁ ଦେଖିଲେ, ସେ ବାବାଙ୍କୁ ନେଇକି ଆଜିର ଭିଡ଼ିଓ। ତେବେ ବର୍ତ୍ତମାନ ମୁଁ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ଗୋଟିଏ ପ୍ରଶ୍ନ କରିବା ପାଇଁ ଚାହେଁ, ବିରୋଧୀ କ'ଣ ଏବେ ତୁମେମାନେ କ'ଣ କହିବ? ସେହି ସମୟରେ ତ ତୁମମାନେ କହି ହେଉଥିଲ ଯେ ଦେଖ ଖ୍ରୀଷ୍ଟିଆନ ପାଦ୍ରୀ ବଳାତ୍କାର କଲେ, ମାନେ ତୁମେ କହି ହେଉଥିଲ ଆଉ ହସୁଥିଲ, ମାନେ ତୁମକୁ ହସ ଲାଗୁଥିଲା ସେତେବେଳକୁ। ଏବେ ଦେଖିବା, ଟିକେ ହସିଲ ଦେଖିବା, ଆମେମାନେ ଦେଖିବୁ, ଟିକେ ତୁମ ଦାନ୍ତକୁ ଆମେ ଦେଖିବୁ। ତୁମର ଯେଉଁ ହିନ୍ଦୁ ସନାତନୀ ବାବା ବର୍ତ୍ତମାନ ବଳାତ୍କାର କଲା, ଆଉ ସେଇ ମହିଳା ଜଣକ ନିଜର ବୟାନ ଦେଉଛନ୍ତି, ଯେମିତି ହେଲା ସେମିତି ହେଲା, ଦେଖିବା ଏବେ ଟିକେ ହସ। କେବଳ ସେତିକି ନୁହେଁ ପ୍ରିୟ ବନ୍ଧୁଗଣ, ଆଗାମୀ ଦିନମାନଙ୍କରେ ମୁଁ ଗୋଟିଏ ଭିଡ଼ିଓ ଆଣିବି, ହୁଏତ କାଲି କିମ୍ବା ପରଦିନ। ବାଗେଶ୍ୱର ବାବାକୁ ଆପଣ ଜାଣିଥିବେ, ସେ କରୁଥିଲେ ମହିଳା ଚାଲାଣ, ମାନେ ଝିଅମାନଙ୍କୁ ଚାଲାଣ କରୁଥିଲେ ବିଦେଶକୁ। ପୁରା ଲାଇଭ୍ ସେ ଧରା ପଡ଼ିଛନ୍ତି, ଆଉ ସେଇ ଆମ୍ବୁଲାନ୍ସରେ ଥିବା ଝିଅମାନେ କେମିତି ବୟାନ ଦେଉଛନ୍ତି। ତେବେ ଏଠାରେ ଥିବା ବାବା କାହିଁକି ଆମ୍ବୁଲାନ୍ସକୁ ବ୍ୟବହାର କଲେ? କାରଣ ଆମ୍ବୁଲାନ୍ସକୁ ପ୍ରାୟ ପୁଲିସମାନେ ଚେକ୍ କରନ୍ତି ନାହିଁ। ସେଥିପାଇଁ ବାବା ଭାବୁଥିଲେ ମୁଁ ଏଇ ଝିଅମାନଙ୍କୁ ଆମ୍ବୁଲାନ୍ସ ଦେଇକି ମୁଁ ଚାଲାଣ କରିଦେବି, ପୁଣି ଜୋର ଜବରଦସ୍ତ। ସେଇ ଭିଡ଼ିଓ ମୁଁ ନେଇକି ଆସିବି, ଆପଣ ନିହାତି ଦେଖିବେ। ତେବେ ଖ୍ରୀଷ୍ଟିଆନ ପ୍ରିୟ ଭାଇ ଭଉଣୀମାନେ, ଆଜିର ଭିଡ଼ିଓକୁ ମୁଁ ଏଇଠି ରଖୁଅଛି। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର।